ପିଲାମାନେ ତୁମ ପାଇଁ ଆଜି ଗୋଟିଏ ଭଲ ଗପ ନେଇ ଆସିଛି। ସେ ଗପ ନାଁ ହେଉଛି ଚତୁର ବିଲୁଆ ଏବଂ ଗର୍ବୀ ବାଘ। ଦିନେ କ'ଣ ହେଇଛି, ଗୋଟିଏ ବଡ଼ ବିରାଟ ଜଙ୍ଗଲ। ସେଇ ଜଙ୍ଗଲ ଭିତରେ ବାଘ ସବୁବେଳେ ନିଜର ଗର୍ବ କରୁଥାଏ ଏବଂ ଅନ୍ୟକୁ ସବୁବେଳେ ମାରିକି ଖାଉଥାଏ। ଏମିତି ଦିନକର ଘଟଣା। କ'ଣ ହେଇଛି ନା, ସବୁ ଜୀବଜନ୍ତୁ ସେଥରକ ନଥିଲେ। ବିଲୁଆ ତା ହାବୁଡ଼ରେ ପଡ଼ିଯାଇଥିଲା। ବିଲୁଆ ହାବୁଡ଼ରେ ପଡ଼ିଯିବା ହେତୁ ସିଏ ବିଲୁଆକୁ କହିଲା, ମୁଁ ତତେ ଖାଇବି। ସିଏ ସେଠୁ ବିଲୁଆ ଭୟଭୀତ ହୋଇଗଲା। କୌଣସି ଜୀବଜନ୍ତୁ ନଥିଲେ ଏବଂ ସେ ଏକୁଟିଆଟା ଭୟ କରିଗଲା। ତାପରେ ସିଏ ଗୋଟେ ବୁଦ୍ଧି ପାଞ୍ଚିଲା ଏବଂ ତାର ମନରେ ଗୋଟିଏ ଚିନ୍ତା ଆସିଲା ଯେ ମୁଁ କେମିତି ବଞ୍ଚିବି। ସେ ଶେଷକୁ ବାଘକୁ ଗୋଟିଏ ଉପାୟ କହିଲା, ତୁ ଜାଣିନୁ ମୁଁ ଗୋଟିଏ ନୂଆ ଦୁନିଆର ଜନ୍ତୁ, ତୁ କ'ଣ ମୋତେ ଖାଇବୁ? ଆଉ ତୋର ଯଦି ବିଶ୍ୱାସ ହେଉନି, ତୁ ଚାଲେ, ତୋର ମୋର ଏକା ସାଥିରେ ଯିବା। ଜଙ୍ଗଲର ଅନ୍ୟ ଜନ୍ତୁମାନେ ଦେଖିଲେ ତୁ ନିଜେ ଆପେ ବୁଝିପାରିବୁ ମୁଁ ଏହି ଜଙ୍ଗଲର ଜନ୍ତୁ ନୁହେଁ। ଆଉ ସତକୁ ସତ ଏହି କଥା ଅନୁସାରେ ବାଘ ରାଜି ପଡ଼ିଲା। ବାଘ ସେଠୁ କହିଲା, ହଉ ଠିକ୍ ଅଛି, ତୁ ଚାଲେ, ତୋ ସାଥିରେ ମୁଁ ଯିବି। ଏମିତି ଯାଉ ଯାଉ ଅନ୍ୟ ବାଘମାନେ ଦେଖିକି ଆଶ୍ଚର୍ଯ୍ୟ ହେଇଗଲେ। କହିଲେ, ଆରେ ଇଏ ବାଘ ବିଲୁଆ କ'ଣ ମିଶିକି ଯାଉଛନ୍ତି? ଏମିତି ଭାବିକି ଭୟରେ ଧାଇଁଲେ। ତାପରେ ବିଲୁଆ ସତକୁ ସତ ବଞ୍ଚିଗଲା।